ବଡ଼ କଥା ହଉଛି ମଣିଷଙ୍କ ଭିତରେ ଗୋଟେ ଅମାନବିକତାର ପରିସ୍ଥିତି ସୃଷ୍ଟି ହେଲାଣି। କେମିତି ନା କିଛି ଏମିତିଆ ବ୍ୟକ୍ତି ବିଶେଷ ମାନେ ଜନ୍ମଗ୍ରହଣ କରୁଛନ୍ତି, ସେମାନେ ନିଜର କର୍ମକୁ ସାଧନ କରିବା ପାଇଁ କି ଅନ୍ୟର କାନ୍ଧରେ ବନ୍ଧୁକ ରଖିକି ସେ କର୍ମ ସାଧନ କରନ୍ତି। କର୍ମ ସମାପନ ହେଇଗଲା ପରେ ସେମାନେ ସେଠୁ ମାନେ ସେମାନେ କଣ କରନ୍ତି ନା ବିଶ୍ୱାସଘାତକତା କରନ୍ତି। ସେହିପରି ଭାବରେ ସେହିପରି ବ୍ୟକ୍ତି ବିଶେଷ କଳିଯୁଗ ସୃଷ୍ଟି କରିଛି, ଯେଉଁମାନେ ନିଜକୁ ଗୋଟିଏ ଭକ୍ତର ପ୍ରମାଣ ଦେଇ ଇଏ ଜଗତକୁ ଠକି ଭଣ୍ଡି ଶେଷକୁ ନିଜେ ସେ ଭଣ୍ଡାମିରେ ପଡୁଛନ୍ତି ଏବଂ ନିଜର ପରିଚୟକୁ ହାନି କରାଉଛନ୍ତି। ଏହିପରି ଭାବରେ ମୁଁ ମୋ ଜୀବନର ଅନେକ ବର୍ଷ ଭିତରେ ଏଇଭଳି ଲୋକମାନଙ୍କୁ ଦେଖି ଆସିଛି। ତା ମାନେ ଆମେ ଏଠି ମିଡିଆ ଆଗରେ ବସିକିରି କାହାକୁ ସମାଲୋଚନା କରିବା ଗୋଟେ ଧର୍ତ୍ତବ୍ୟ ଅପରାଧ, କାରଣ ନା ଆମେ ମଧ୍ୟ କାହା ଦ୍ୱାରା ସମାଲୋଚିତ, ଆମ କଥା ମଧ୍ୟ କିଏ କହୁଛି। ସାଧୁସନ୍ଥ ଜୀବନ ଭିତରେ ଆମେ କାହାକୁ ସମାଲୋଚନା କରିବା ଆବଶ୍ୟକ ନାହିଁ, କିଏ ମଧ୍ୟ ଆମକୁ ସମାଲୋଚନା କରୁଥିବ ତାକୁ ଧ୍ୟାନ ଦେବା ଦରକାର ନାହିଁ। କିନ୍ତୁ ସବୁ ପରେ ସମାଜ ପାଇଁକି ବର୍ତ୍ତମାନ ଏ ସଭ୍ୟ ସମାଜର ଦିବ୍ୟ ମାନବ ମାନେ ବର୍ତ୍ତମାନ ଦୂଷିତକାରୀ ହେଇଯାଇଛନ୍ତି, ଯେଉଁମାନେ ବିଜ୍ଞାନ ଏବଂ ଆଧ୍ୟାତ୍ମିକ ଏଇ ଦିଟାକୁ କଳନା ନ କରିପାରି ବିଜ୍ଞାନର ଦ୍ୱାହି ଦେଇ ଅପସଂସ୍କୃତି କୁସଂସ୍କାରକୁ ବୃଦ୍ଧି କରାଇବା ଦ୍ୱାରା ଜନଜୀବନକୁ ହାନି କରାଉଛନ୍ତି। ବର୍ତ୍ତମାନ ବିଜ୍ଞାନ ଯେତେ ତଦୁର୍ଦ୍ଧ୍ୱ ଭାବରେ ଅଗ୍ରଗତି କରିଛି, ସେତେ ଭାବରେ ଲୋକମାନଙ୍କର ଧନ ଜୀବନ କ୍ଷୟକ୍ଷତି ହେଉଛି। ଲୋକମାନେ ଅଳ୍ପ ବୟସରେ ବୃଦ୍ଧ ହେଉଛନ୍ତି, ବ୍ରହ୍ମଚର୍ଯ୍ୟ ନ ରକ୍ଷା କରିକିରି ଅଳ୍ପାୟୁ ହେଉଛନ୍ତି ଏବଂ ଧୀ ଶକ୍ତି ଲୋକମାନଙ୍କର କମି ଯାଉଛି। ଶାରୀରିକ ପରିଶ୍ରମ ନ କରିବା ଦ୍ୱାରା ଲୋକମାନେ ଅଳ୍ପ ଦିନରେ ରୋଗାକ୍ରାନ୍ତ ହେଉଛନ୍ତି। ଲୋକମାନଙ୍କୁ ଏତିକି ଅନୁରୋଧ କରୁଛୁ, ଶାରୀରିକ ପରିଶ୍ରମ ଯେନତେନ ପ୍ରକାରଣ କରନ୍ତୁ। ବର୍ତ୍ତମାନ 70 ବର୍ଷ ଭିତରେ କୌଳିକ ବୃତ୍ତି ମଧ୍ୟ ନଷ୍ଟ ହୋଇଗଲାଣି। ନାପିତ କ୍ଷୟର କରିବା ପାଇଁ କି ଆଉ ପ୍ରସ୍ତୁତ ନାହାନ୍ତି। କୈବର୍ତ୍ତ ମତ୍ସ୍ୟଜୀବିକା କରିବାକୁ ଆଉ ପ୍ରସ୍ତୁତ ନାହାନ୍ତି। ବ୍ରାହ୍ମଣ କୌଳିକ ଯଜମାନ କରିବାକୁ ପ୍ରସ୍ତୁତ ନାହାନ୍ତି ଏବଂ ରଜକ ବସ୍ତ୍ର ଆଦି ସଫାସୁତୁରା କରିବାକୁ ପ୍ରସ୍ତୁତ ନାହାନ୍ତି ଏବଂ ବୈଶ୍ୟମାନେ ବେପାର ବଣିଜ ପାଇଁ ମଧ୍ୟ ପ୍ରସ୍ତୁତ ନାହାନ୍ତି ଏବଂ ଆମର ଯେଉଁମାନେ ରହୁଛନ୍ତି ଚାଷବାସ ନିମିତ୍ତ ଅର୍ଥ ଯେଉଁମାନେ ଚାଷୀ ବନ୍ଦୀ ଲୋକ ରହୁଛନ୍ତି, ସେମାନେ ଚାଷବାସ କରୁନାହାନ୍ତି। ବର୍ତ୍ତମାନ ଆମ ଅଞ୍ଚଳରେ ଓଡ଼ିଶା କଥା କହିବା, ଓଡ଼ିଶା ମାନଚିତ୍ରରୁ ବର୍ତ୍ତମାନ ସାରଦ ଜମି, ଯାହା ବାର୍ଷିକ ଫସଲ ଗଣ୍ଡିଏ ଦିଏ, ସାରଦ ଜମି ଧୀରେ ଧୀରେ କମି ଯାଉଛି। ସମସ୍ତ ଜମି ଗୁଡ଼ିକୁ ବିଭିନ୍ନ ସଂସ୍ଥାନ ମାନଙ୍କର ଲୋକମାନେ ଘେନି ତା ଦ୍ୱାରା ଗୃହ ନିର୍ମାଣ କରିକିରି ବିଭିନ୍ନ ପ୍ରକାର ବିଲ୍ଡିଂ କରିସାରିଲେଣି। ବର୍ତ୍ତମାନ ଯୋଉ ଜାଗା ସବୁ ଫ୍ୟାରେଜ ରୋଡ ଥିଲା, ବର୍ତ୍ତମାନ 4 ଲେନ୍ 6 ଲେନ୍ ରୋଡ ହେଇଗଲାଣି। 16 ନମ୍ବର ଜାତୀୟ ରାଜପଥ ବର୍ତ୍ତମାନ 6 ଲେନ୍ 8 ଲେନ୍ ହେଇଗଲାଣି। ଗାଡିର ଜାଗା ଯୋଉଠି ଗୋଟେ ସାଇକେଲ ଦେଖିବା କଷ୍ଟ ଥିଲା, ତା ଘରେ ଆଜିକାଲି ସାଧାରଣ ଭାବରେ 4 ହୁଇଲର ଗାଡି ସେମାନେ ସମସ୍ତେ ମେଣ୍ଟେନ କରୁଛନ୍ତି। ଏହା ଦ୍ୱାରା ସମାଜର ବିକାଶ ହେଲେ ମଧ୍ୟ ସ୍ଥାନର ପରିମାଣ ମାନଚିତ୍ରରୁ କମି କମି ଯାଉଛି। ଏଇଠି ଦେଖୁନାହାନ୍ତି ଆପଣ, ଯେଉଁ ସବୁ ଆଗରୁ ଘଟଣା ସବୁ ଦେଖିବାକୁ ମିଳୁଥିଲା, ଏବେ ସବୁ ଦରଦାମ ବୃଦ୍ଧି ହେଇଯାଉଛି। ଦରଦାମ ବୃଦ୍ଧି ମଧ୍ୟ ହଉଛି। ଯେତେବେଳେ ଲୋକମାନେ ହାତରେ ଫସଲ କରୁଥିଲେ, ସେମାନେ ସେତେବେଳେ ହାତରେ ବାଡ଼ି ବଗିଚା ଶାରୀରିକ ପରିଶ୍ରମ, ଲୋକମାନେ ନିଜେ ଖାଇବା ପାଇଁ କି ବାଡ଼ି ବଗିଚାରେ ଶାଗ ଗଣ୍ଡିଏ ବୁଣୁଥିଲେ। ନିହାତି କମରେ ଭଣ୍ଡା ଗଛ ଟିକେ ରହୁଥିଲା, ସଜନା ଶାଗ ରହୁଥିଲା, କିଛି ନହେଲେ ଲୋକମାନେ ବାଡ଼ିରେ ସାରୁ କରୁଥିଲେ, ପିଢ଼ାରେ କଖାରୁ ମଡ଼ଉଥିଲେ, ପାଣି କଖାରୁ ମଡ଼ଉଥିଲେ, ନାଉ ମଡ଼ଉଥିଲେ, ଧନିଆ ପତ୍ର ପାଳଙ୍ଗ ଏସବୁ ଋତୁକାଳୀନ କିଛି କିଛି ପନିର ଫସଲ କରୁଥିଲେ, ବାଡ଼ି ଘରେ କରୁଥିଲେ ଏବଂ ସେଥିରୁ କିଛି କିଛି ଖାଉଥିଲେ। ଆର୍ଥିକ ଅନଟନ ହେଲେ ମଧ୍ୟ ନିଜର ଗୃହରେ ଥିବା ଖତକୁ ଦେଇକିରି ସେମାନେ ବୃକ୍ଷରୋପଣ କରୁଥିଲେ। ଯେତେବେଳେ ଲୋକମାନଙ୍କ ପାଖେ ଶାରୀରିକ ପରିଶ୍ରମ କମିଗଲା, ସେତେବେଳେ ସେମାନେ କଣ କଲେ ନା ସବୁବେଳେ କିଣା ବଜାର ଦରର ପରିବାକୁ ହାତେଇଲେ। ଯେତେବେଳେ ଲୋକମାନଙ୍କର କ୍ରୟବିତ୍ତ ବୃଦ୍ଧି ପାଇଲା, କ୍ରୟବିତ୍ତ ବୋଇଲେ କିଣିବାର ମୂଲ୍ୟ ଯେତେବେଳେ ବୃଦ୍ଧି ପାଇଲା, ସେତେବେଳେ ଫସଲ ମଧ୍ୟ ବୃଦ୍ଧି ପାଉଛି। ଫସଲ କମିଲା, ଶାରୀରିକ ପରିଶ୍ରମ କମିବା ଦ୍ୱାରା ଫସଲ କମିଲା, କିନ୍ତୁ ଲୋକମାନଙ୍କର ପରିମାଣ ବା ପାଇବାର ପରିମାଣଟା ଅଧିକ ବୃଦ୍ଧି ପାଇଲା। ପରିଣତି କଣ ହେଲା ନା ଦରଦାମ ବୃଦ୍ଧି ପାଇଲା। ବର୍ତ୍ତମାନ ସବୁ ଜିନିଷ ଫାର୍ମରେ ଚାଷ ହଉଛି। ଆଉ କୌଣସି ମାନେ କ୍ଷେତରେ ବିଭିନ୍ନ ପ୍ରକାର ଯୋଉ କୋଲ୍ଡଷ୍ଟୋର ଘର କରିକିରି ବୈଜ୍ଞାନିକ ଭିତ୍ତିଭୂମିରେ ବିଭିନ୍ନ ପ୍ରକାର ଫସଲ ଚାଷ କରାଯାଉଛି। ଲୋକମାନଙ୍କ ଶାରୀରିକ ପରିଶ୍ରମ କମିଲା। ଯୋଉ ଲୋକ ପାଖରେ ଏ ବର୍ଷ 4 ଗୁଣ୍ଠୁ ଜାଗା ଅଛି, ସେ 4 ଗୁଣ୍ଠୁ ଜାଗା କୋବି ଲଗେଇଛି, ସେ ତା ପର ବର୍ଷକୁ 2 ଗୁଣ୍ଠୁ ଜାଗା ବିକ୍ରି କରିଦେଇଥିବ, 2 ଗୁଣ୍ଠୁ ଜାଗା କୋବି। ତେଣୁକରି ଶାରୀରିକ ପରିଶ୍ରମ କମିବା ଦ୍ୱାରା ଲୋକମାନଙ୍କର ମାନସିକ ଶାରୀରିକ ଯେତେବେଳେ କମି ଯାଉଛି, ସାମାଜିକ ସ୍ତରରେ ଦରଦାମ ମଧ୍ୟ ବୃଦ୍ଧି ପାଉଛି। ଲୋକମାନେ
ନଡିଆ ତେଲରେ ରୋଷେଇ କରି ଖାଉଥିଲେ। ଆଜି ନଡିଆ ତେଲ ଦେଲେ କି ରୋଷେଇ କରିବ? ବର୍ତ୍ତମାନ ନଡିଆ ତେଲ ଭେଜାଲ ହେଇଗଲାଣି। ଲୋକମାନେ ସାଧାରଣ ଭାବରେ ମାନେ ସୋରିଷ ତେଲ, ନଡିଆ ତେଲ, ଜଡା ତେଲରେ ମଧ୍ୟ ରୋଷେଇ କରି ଲୋକ ଖାଇଛନ୍ତି। ବର୍ତ୍ତମାନ ଜଡା ତେଲ ଦେଲେ ଆମ ଛୁଆ ନାକ ଟେକିବେ। କାହିଁକି ନା ବର୍ତ୍ତମାନ ସେମାନେ ଏଇ ଯୋଉ କ୍ଲାଇମେଟକୁ ନେଇକିରି ସେମାନେ ଆକ୍ୱାଣ୍ଟେଡ ହେଇନାହାନ୍ତି। ବର୍ତ୍ତମାନ ପରିବେଶ ଯୋଉ ପ୍ରକାର ବୃଦ୍ଧି ପାଇଲାଣି, ଆଜି ଦେଖ ଆଜି ହଉଛି ଦୋମାସୀ ଯୋଗୁ ତ ବର୍ତ୍ତମାନ ଆଶ୍ୱିନ ମାସ ମାନେ ଭାଦ୍ରବ ମାସ ଚାଲିବା କଥା, ଏଇଲା ଚାଲିଛି ଶ୍ରାବଣ ମାସ। ଦେଖ ଶ୍ରାବଣ ମାସରେ ବର୍ତ୍ତମାନ ଶ୍ରାବଣ ମାସରେ ହଉଛି ବଢି ଏବଂ ଥଣ୍ଡା ଟିକେ ଲାଗିବା କଥା। ଦେଖ ବର୍ତ୍ତମାନ କେତେ ଗୁଳୁଗୁଳି, ଆମେ ଏଠି ବସିଛେ କେତେ ଜୋର ଗୁଳୁଗୁଳି ହଉଛି। ଏତେ ବର୍ଷା ହେଇକି ମଧ୍ୟ ଝାଳ ବୋହି ଯାଉଛି ଦେହରୁ। ଆ ଦ୍ୱାରା କଣ ହଉଛି ଯେ ବର୍ଷା ହଉଛି କିନ୍ତୁ ପ୍ରକୃତିର ଯୋଉ ଆନୁଷଙ୍ଗିକ ଧାରା ଯୋଉ ଅଛି ତା ମତରେ ବର୍ଷା ହଉନି। ବର୍ଷା ଦିନ ବର୍ଷା ହଉଛି କିନ୍ତୁ ଓଜନ ସ୍ତର ବା ଏୟାର ଲାଇନରେ ଯେତେବେଳେ ଆମର କ୍ଷତ ବିକ୍ଷତ ଘଟୁଛି ଏବଂ ତା ଡେଷ୍ଟ୍ରୟ ହେଇ ହେଇ ଆଗକୁ ଚାଲୁଛି, ସେଥିପାଇଁ କି ଆମ ସାମାଜିକ ପରିସ୍ଥିତି ବର୍ତ୍ତମାନ ଧ୍ୱଂସ ହେଇ ଚାଲୁଛି। ଆଜିକାଲିକା ଜଗତରେ ସଭ୍ୟ ସମାଜର ଦିବ୍ୟ ମାନବ ମାନଙ୍କୁ ଯୋଉମାନେ ଆଗାମୀ ସମୟକୁ ଯୋଉମାନେ ସବୁ ବିଭିନ୍ନ ପ୍ରକାର ମାର୍ଗଦର୍ଶନ କରେଇବେ, ସେ ମାର୍ଗଦର୍ଶକ ମାନଙ୍କର ମଧ୍ୟ ବର୍ତ୍ତମାନ ଧୀରେ ଧୀରେ ବିଚ୍ୟୁତି ଘଟିଲାଣି। କାହିଁକି ବିଚ୍ୟୁତି ଘଟିଲାଣି? ନା ସମସ୍ତଙ୍କର ବର୍ତ୍ତମାନ ଗୋଟେ ବ୍ୟବସାୟତ୍ମିକା ବୃତ୍ତି ଚାଲିଲାଣି। ଯେତେବେଳେ ଆମର ଧର୍ମ ରକ୍ଷା ପାଇଁକି ସ୍ୱତନ୍ତ୍ର ଭାବରେ ଧର୍ମ ଆଚାର୍ଯ୍ୟ ମାନଙ୍କୁ ନିଆଯାଇଥିଲା, ଯେତେବେଳେ ବିଦ୍ୟାଟା ମୌଳିକ ଭାବରେ ବିଦ୍ୟାଟା ଯେତେବେଳେ ଆଚାର୍ଯ୍ୟ ମାନଙ୍କ ହାତରେ ଥିଲା, ସେତେବେଳେ ବିଦ୍ୟାର ଦୁରୁପଯୋଗ କରାଯାଉନଥିଲା। ଯେତେବେଳେ ବିଦ୍ୟାଟା ସାର୍ବଜନୀନ ହେଇକିରି ସମସ୍ତଙ୍କ ହାତକୁ ପଳେଇଲା, ସେତେବେଳେ ବିଦ୍ୟାର ଦୁରୁପଯୋଗ ହେଲା। କାହିଁକି? ଏଥର କୌଣସି ଜାତିବାଦକୁ ସୂଚେଇବା ବା ଏଥିରେ ମାନେ ଗୋଟାଏ ନିର୍ଦ୍ଦିଷ୍ଟ ଜାତିକୁ ନଷ୍ଟ କରାଇବାର ଆମର ଏଇ ବକ୍ତବ୍ୟ ନୁହଁ। ବକ୍ତବ୍ୟଟା ହଉଛି ସମାଜ ସଂସ୍କାର। ସମାଜ ସଂସ୍କାରଟା କେତେ ଦୂର ଆମ ପାଇଁ କି ଆବଶ୍ୟକ? ଆମର ସମାଜ ସଂସ୍କାରକ ମାନେ ଯଦି ଠିକ ନ ରହିବେ, ସମାଜ କେବେ ବି ଠିକ ରହିପାରିବନି। ମନୁସ୍ମୃତି ଅନୁସାରେ ଭାରତର ସମ୍ବିଧାନ ବର୍ତ୍ତମାନ ରଚନା କରାଯାଇଛି। ଭୀମରାଓ ଆମ୍ବେଦକର ସିଏ ସଂଗ୍ରାହକ ହେଇପାରନ୍ତି, ସିଏ କିନ୍ତୁ ସମ୍ବିଧାନର ପ୍ରଣେତା ଆମେ ଯୋଉ କହୁଛେ ସେ ହଉଛନ୍ତି ସଂଗ୍ରାହକ। କିନ୍ତୁ ଭାରତର ସମ୍ବିଧାନ ଅନାଦି କାଳରୁ ଗୌତମୀ ପୁତ୍ର ଶତକର୍ଣ୍ଣୀଙ୍କ ଠାରୁ ଆରମ୍ଭ କରି ମହାରାଜା ପରୀକ୍ଷିତ ପର୍ଯ୍ୟନ୍ତ, ବିକ୍ରମାଦିତ୍ୟଙ୍କ ଠାରୁ ଆରମ୍ଭ କରିକିରି ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ପର୍ଯ୍ୟନ୍ତ, ଚାଣକ୍ୟଙ୍କର ନୀତିଶାସ୍ତ୍ର ଅନୁସାରେ, ଆମର ମନୁସ୍ମୃତି ଅନୁସାରେ ଭାରତର ସମ୍ବିଧାନ ଆଚାର୍ଯ୍ୟ ମାନଙ୍କ ଦ୍ୱାରା ଚାଲିଥିଲା। ବର୍ତ୍ତମାନ ଭାରତୀୟ ସମ୍ବିଧାନ ଉପରେ ପାଶ୍ଚାତ୍ୟ ଜଗତର କଷାଘାତର ଚାପ ଆମ ମାନଙ୍କୁ ସବୁ ଅପସଂସ୍କାରୀ କରିଦେଇଛି। ଆମେ ମାନେ ଗୁରୁ ଗୁରୁଜନଙ୍କ ଆଗରେ କଥା କହିବା, ବସିବା, ଚାଲିବା, ଚାଲିଚଳନର ଶୈଳୀ ଆମେ ଠିକ ରଖୁନି। ସାଧୁ ସନ୍ଥ ମାନଙ୍କ ଭିତରେ ପାରମ୍ପରିକଗତ ଭାବରେ କୌଣସି ଦୁଶ୍ଚରିତ୍ରବାନ ଲୋକମାନେ ଆସିକିରି ପରମ୍ପରାକୁ ନଷ୍ଟ କରେଇକିରି, ବିଚାରଧାରାକୁ କ୍ଷୁର୍ଣ୍ଣ କରେଇକିରି ଆଗାମୀ ଜଗତକୁ ଗୋଟେ ନଷ୍ଟ ଆଡକୁ, ଧ୍ୱଂସାଭିମୁଖୀ ଆଡକୁ ଗତି କରିଯାଇଛନ୍ତି। ସେଥିପାଇଁ ସଭ୍ୟ ସମାଜର ମାନବ ମାନଙ୍କୁ ଆମର ଏତିକି ମାତ୍ର ଅନୁରୋଧ, ସମସ୍ତେ ସଂସ୍କାରୀ ହୁଅନ୍ତୁ ଏବଂ ପାରମ୍ପରିକଗତ ପ୍ରଯୁକ୍ତି ବିଦ୍ୟାରେ ନିଜକୁ ଅନ୍ତର୍ଭୁକ୍ତ କରାନ୍ତୁ ଏବଂ ପରିବେଶର ସୁରକ୍ଷା କରନ୍ତୁ, ବୃକ୍ଷରୋପଣ କରନ୍ତୁ, ନଦୀର ସଂରକ୍ଷଣ କରନ୍ତୁ, ପ୍ରତ୍ୟେକ ଦିନ କିଛି କିଛି ଶାରୀରିକ ପରିଶ୍ରମ କରନ୍ତୁ। କେହି କହୁନାହାନ୍ତି ତମେ ମାନେ ମାଳା ତିଳକ ଧରିକିରି ଈଶ୍ୱରଙ୍କୁ ଡାକିଲେ ମୁକ୍ତି ପାଇଯିବ। ଯଦି ପରିବେଶର ସୁରକ୍ଷା କରିବ, ଦେଖିବ ଯୋଉମାନେ ସାଧୁସନ୍ଥ ମାନେ ଥିଲେ ସେମାନେ ବୃକ୍ଷରୋପଣ କରୁଥିଲେ, ଜଙ୍ଗଲକୁ ଭଲ ପାଉଥିଲେ। କାହିଁକିନା ସେମାନେ ଜାଣିଥିଲେ ଜଙ୍ଗଲ ହଉଛି ଆମର ବନ୍ଧୁ, ପରିବେଶ ହଉ ମୋର ବନ୍ଧୁ। ସେମାନେ ନଦୀକୁ ପୂଜା କରୁଥିଲେ, ସେମାନେ ବୃକ୍ଷକୁ ପୂଜା କରୁଥିଲେ, ସେମାନେ ଜଙ୍ଗଲରେ ରହୁଥିଲେ। କାହିଁକିନା ସେମାନେ ପରିବେଶକୁ ରକ୍ଷା କରୁଥିଲେ, ଯଦ୍ୱାରା ଏତେ ଜଙ୍ଗଲରେ ବାଘ ଭାଲୁ ଥାଇ ମଧ୍ୟ ସେମାନେ ତପସ୍ୟା କରୁଥିଲେ। କାହିଁକିନା ସେମାନେ ପରିବେଶ ଏବଂ ପରିବେଶର ପ୍ରାକୃତିକ ଜୀବମାନଙ୍କ ସାଙ୍ଗେ ସେ ନିଜକୁ ଅନ୍ତର୍ଭୁକ୍ତ କରାଇ ଦେଇଥିଲେ। ସେମାନେ ଆକ୍ୱେଣ୍ଟେଡ ତାଙ୍କ ସାଙ୍ଗରେ ଥିଲେ, ବାଘ ଭାଲୁର କଥାବାର୍ତ୍ତାକୁ ବୁଝିପାରୁଥିଲେ ଏବଂ ସେମାନଙ୍କର ମନୋଭାବକୁ ବୁଝିପାରି ତାଙ୍କ ସାଙ୍ଗରେ ବାର୍ତ୍ତାଳାପ କରୁଥିଲେ। ଆଜି ଆମେ ପରିବେଶରୁ ଏତେ ଦୂରକୁ ପଳେଇ ଆସିଛେ ଯେ ଆମେ ତ ମଣିଷ ବର୍ତ୍ତମାନ ମଣିଷ କଥା ବୁଝିପାରୁନି, ସେ ତ ପଶୁ ପକ୍ଷୀ ତ ଦୂରର କଥା। ମୁଁ କଣ କହିବାକୁ ଜଣକୁ ଚାହୁଁଛି, ମୋର କଣ ଆବଶ୍ୟକତା ଅଛି, ଆମେ ଯଦି ଜାଣିବା ଯେତିକି ପ୍ରାପ୍ତ ସେତିକି ପର୍ଯ୍ୟାପ୍ତ, ତାହେଲେ ଆମର କୌଣସି ଅସୁବିଧା ହବନି। ଏଇଠି ଆମେ ମାଳିକା ବିଷୟରେ ଟିକେ କିଛି ଭାବେ କହିବେ ଆମ ଦର୍ଶକ ବନ୍ଧୁ ମାନଙ୍କୁ। ଅନେକ ଦିନ ପରେ ଆପଣ ଆଜି ଆମ ସହିତ ଯୋଡ଼ି ହେଇଛନ୍ତି। କେବଳ ପ୍ରକାଶ ହବା ବାକି ଅଛି, ମାନେ କଣ, ଯେ ଚିହ୍ନିବାଟା କେବଳ ବାକି ଅଛି। ଆମ ଭିତରେ ପ୍ରଭୁ ବୋଲି ଗୋଟେ ଜିନିଷ ଅଛି, କଳ୍କି ହଉଛି ଆମେ ନିଜେ।
जो माने कहउचंती जे बहिरे लेखा अछि बहिरे लेखा अछि बही कथा कौन किए काटी देई परिबो। अरे किए से बही की देखुछि से बही को आमे पचारू ना से बहिर मूल लेखा आनिक देखई परिबो मूल पोथी आमे किंतु मूल पोथी देखई देबु। तुलसीदास रामचरित मानस तैयारी कले बहुत दिन धरिकी रामचरित मानस पढ़ा चलला ये जो बही कथा कहले मालिका बही एइथुर कहि दउची आम परमाचार्य तुलसी पीठाधीश्वर पद्मभूषण जगतगुरु स्वामी रामानंदाचार्य स्वामी रामभद्राचार्य जी महाराज लिखिले रामचरित मानस केस चलिला से विजय प्राप्त हेले लखनऊ खंडपीठ 60-70 वर्ष धरिकी जो रामचरित मानस कटिगला रामचरित मानस आसिला तमे की बही देखैब मालिका बही तम कथार सत्यता बोली प्रमाण कौन अछि आमरी घरे भाजी परमान दास मो जेजेबापा पंत सुरेश चंद्र दास पुतपुत बंधु थिले आमरी घरे शह शह पोथी लेखा उतरा जाइकी बही कराइछि से फटो मध्ये आम पाखे अछि हम देखै देबु सब वाइडिंग हेतु आइछि गोटे बाबाजी केबे चाहेनी गोटे बाबाजी तैयारी करियाको से चाहे मु 5टा भलो संसारी तैयारी करिवि जो माने संसार को ठीक भाबरे चलेई परिबे गोटे संसारी चाहे मु गोटे भलो बाबाजी दुनिया को आनिबि जे आउ 5 जण संसारी माने जहा द्वारा उपकृत हेबे आजि कालिका बाबाजी तो हटचमको बाबाजी जे जहा पालानी कहिकिरी सब दुनिया को उल्टेई देलानी आउ किछि बाबाजी स्वयं ईश्वर भावे दुनिया रे परिचित हेलेनी ताले बाबाजी रो अर्थ कौन थिला बाकी रहिला बेले बेले मु किछि शुणे अपड़ा पाठ पाठ कौन तमे जानिଛ जानिछंती महत जन अछंती किंतु से अपड़ा पाठ को हाउजाऊ होई कहंतिनी आहे प्राण पवन पांचे नासा पुटरे जो प्राण पवन जो कहउछ जो 5टा पवन ओटे प्राण ए जो 12 पवन नउछ से 12टा जाक पवन रो ना देखिबेटी कहबा ए प्राण आप्यान उदान समान ब्यान ए जो 5 ना शास्त्रीय मत देइकरी कहबा मु जदि हेले कुकुडाटा को कहि देबी एटा होची पेचा मो संगे आउ जो 5 जण अंध थिबे सेही कहबे पेचा ना कोन दुनिया जाक कहबे पेचा सेटा केबे संभव न मु कहली बा तमे गले मसाणी के जीव मु गले मसाणी के जीवी पोत पोड़ पका जा करूछु एका बाजिंगी तमे सेही लुण घियो देइकरी पोतिले सेही पोता तेमे सेही खाली पोता हले कि ये खरिस्तानी ये मुसलमान जेमति पोतंती सी भी सेही पोता पोड़ी देले भी पोड़ा एया तमे पोता हेले माटी भितरे सड़ीबा आमे पोड़ा लोक मानकु पोड़ी देले से माने मिलेई गले आ तमे जगन्नाथ दासंग भलिया जीवंत समाधि देखिबा नौना बाल्य कालु धन धर्म मु संचिबी ए जीवन अनिश्चित केतबेले का मृत्यु काल केबे होई जीव उपस्थित श्रीकृष्ण अछंती मरचंती जरा सबरा बाण मारला श्रीकृष्ण काई मन रखिछ से द्वापर जुगरे केड़े बड़ जुगा अवतारी कर्म करचंती केते असुर को मारचंती केते संस्कार सृष्टि करचंती गीतार्थ गंधोत्कट पराचर्य वचम सरोजम अमलम गीतार्थ गंधोत्कट नानाख्यान केसरैक हरि कथा संबोधितं बोधितम राम केते बड़ा मर्यादावंत कर्म करचंती समस्त मन रखिछ महात्मा गांधी नोटा काढला माने गांधी केते बड़ा संस्कार कर्म करचंती बाटर हग किना देउल तोली किना एते कथा
ଜଗତ ଭିତରେ ବି ସତ୍ୟ ଯେମିତି ହେଲେ ଅଛି। ସତ୍ୟରେ ଧରିତ୍ରୀ ରହିଛି। ଆଉ ଯୋଉମାନେ ପ୍ରକୃତ ଥିବେ ସେମାନେ ଆସନ୍ତୁ ବସନ୍ତୁ, ପ୍ରଯୁକ୍ତି ବିଦ୍ୟା ବିଷୟରେ ଆଲୋଚନା କରାହବ। ତମେ କେତେ ଜଣଙ୍କୁ ଉଚ୍ଚ ଶିକ୍ଷିତ କରେଇଛ, କେତେ ଜଣଙ୍କୁ ଶାସ୍ତ୍ର ସମ୍ମତ ଶିକ୍ଷା ପ୍ରଦାନ କରିଛ, ବେଦ ସମ୍ମତ ଜ୍ଞାନ ଦେଇଛ, ଆତ୍ମବୋଧ କେତେ ଜଣଙ୍କୁ ଦେଇଛ। ଆଉ ଏଇ ଛଟକ ଦେଖେଇକିରି ଧୂଆଁ ବାହାର କରି, ନଡିଆ ବାହାର କରି, ତାବିଜ ବାହାର କରିକିରି ତମେ ବଡ ଲୋକ ହେଇଯିବ ସଂସାରରେ। ଆଉ ସମସ୍ତେ ଗୋଖା ବସିଛନ୍ତି ଏଠି। ଆଉ ଶଙ୍କଚକ୍ର ଗଦା ପଦ୍ମ ଦେଖେଇକିରି ଆମେ ଠାକୁର ହେଇଗଲୁ। ପାଠ ତ ଜାଣିନାହାନ୍ତି, ପାରୁ ଠ ଯାଇକି ଆଗ ଜାଣିବା କଥା, ଯାହା ସେତକ ତ ନାହିଁ। ଆଉ କାହିଁ ହାଇ ହାଇ ପାଇଁ